ଆମର ପୂର୍ବପୁରୁଷମାନେ ସେମାନେ କେବଳ ବଞ୍ଚି ରହିବା ପାଇଁ ସଂଘର୍ଷ କରୁଥିଲେ। ଆଉ ସେଇଠୁ ହଠାତ୍ ଏତେ ବଡ଼ ବଡ଼ ସଭ୍ୟତା କେମିତି ଗଢ଼ିଲେ? ଆଜି ଆମେ ସେଇ ରହସ୍ୟର ପଛରେ ପଢ଼ିବା, ଠିକ୍ ଏକ ଗୋଇନ୍ଦା ଭଳି। ଆଉ ଆମର ସୁରାଖ, ସେଗୁଡ଼ିକ ଲୁଚି ରହିଛି ଦକ୍ଷିଣ ଏସିଆର ପୁରୁଣା ପଥର ଆଉ ଗୁମ୍ଫା ଭିତରେ। ତେବେ ସବୁଠୁ ବଡ଼ ପ୍ରଶ୍ନଟା ହେଉଛି ଏଇଆ, ଆମେ କେମିତି ଜାଣିବା ଯେ ଆମର ସେହି ଆଦିମ ପୂର୍ବପୁରୁଷମାନେ କେମିତି ବଞ୍ଚୁଥିଲେ, କ'ଣ ଭାବୁଥିଲେ? ମାନେ ହଜାର ହଜାର ବର୍ଷ ପୁରୁଣା ମଣିଷର ମନ ଭିତରକୁ ଝୁଙ୍କି ଦେଖିବା କ'ଣ ସମ୍ଭବ? ଆଜି ଆମେ ସେଇ ରହସ୍ୟର ସମାଧାନ ଖୋଜିବା। ଆଉ ଏହାର ଉତ୍ତର ସେଇ ପଥର ଭିତରେ ହିଁ ଲୁଚି ରହିଛି। ପ୍ରତ୍ନତତ୍ତ୍ୱ ବିଜ୍ଞାନ ଆମକୁ ରାସ୍ତା ଦେଖାଏ। ଜାଣନ୍ତି, ପ୍ରତ୍ୟେକ ପଥରର ଉପକରଣ, ପ୍ରତ୍ୟେକ ଗୁମ୍ଫାର ଚିତ୍ର ସବୁ ଗୋଟିଏ ଗୋଟିଏ କାହାଣୀ କହନ୍ତି। ତେବେ ଚାଲନ୍ତୁ ଆମର ପ୍ରଥମ ଆଉ ସବୁଠୁ ଆଶ୍ଚର୍ଯ୍ୟଜନକ ସୁରାକ ପାଖକୁ ଯିବା। ଆମର ପ୍ରଥମ ଠିକଣା ହେଉଛି କର୍ଣ୍ଣାଟକର ଇସାମପୁର। ଏଠି ପ୍ରତ୍ନତତ୍ତ୍ୱବିଦମାନଙ୍କୁ ଯାହା ମିଳିଲା, ତାହା କେବଳ କିଛି ପୁରୁଣା ପଥର ଖଣ୍ଡ ନଥିଲା। ନା, ଏହା ଏମିତି ଏକ ପ୍ରମାଣ ଥିଲା ଯାହା ମଣିଷର ବୁଦ୍ଧିମତା ବିଷୟରେ ଆମ ଧାରଣାକୁ ପୂରାପୂରି ଉଲ୍ଟାପାଲଟ କରିଦେଲା। ହଁ, ଠିକ୍ ପଡ଼ିଲେ। 12 ଲକ୍ଷ ବର୍ଷ, ତାଠୁ ବି ଅଧିକ ପୁରୁଣା। ବୈଜ୍ଞାନିକମାନେ ଏହା କେମିତି ଜାଣିଲେ ଜାଣନ୍ତି? ସେଠାରେ ମିଳିଥିବା କିଛି ପଶୁଙ୍କ ଦାନ୍ତର ବୟସ ନିରୂପଣ କରି। ଆଉ ଯେତେବେଳେ ଫଳାଫଳ ଆସିଲା, ସତରେ ଏହା କଳ୍ପନା ବାହାରେ ଥିଲା। ଇସାପୁର କୌଣସି ସାଧାରଣ ଜାଗା ନଥିଲା ଯେଉଁଠି ଲୋକେ ଆସି କିଛି ସମୟ ରହୁଥିଲେ। ନା, ଏହା ଥିଲା ଏକ ପ୍ରକାରର ଫ୍ୟାକ୍ଟ୍ରି, ଗୋଟିଏ ଉତ୍ସର୍ଗୀକୃତ ଜାଗା ଯେଉଁଠି ଉପକରଣ ତିଆରି ପାଇଁ ପଥର ଖୋଳାଯାଉଥିଲା ଆଉ ସେଗୁଡ଼ିକୁ ନିର୍ଦ୍ଦିଷ୍ଟ ଆକାର ଦିଆଯାଉଥିଲା। ଏହା କେବଳ କାମ ନଥିଲା, ଏହା ଥିଲା ଏକ ସୁଚିନ୍ତିତ ଯୋଜନା। ଆଉ ସେଠି ଯେଉଁ ଉପକରଣ ମିଳିଲା, ତାକୁ କୁହାଯାଏ ଆଶୁଲିଆନ୍ ଟୁଲ୍ସ। ଦେଖନ୍ତୁ, ଏଗୁଡ଼ିକ ଏମିତି କିଛି ପଥର ନୁହେଁ ଯାହା ଆକସ୍ମିକ ଭାବେ ଭାଙ୍ଗି ଏମିତି ଆକାର ନେଇଛି। ନା, ଏଗୁଡ଼ିକୁ ତିଆରି କରିବା ପାଇଁ କୌଶଳ ଦରକାର, ଧୈର୍ଯ୍ୟ ଦରକାର, ଆଉ ସବୁଠୁ ବଡ଼ କଥା, ମନ ଭିତରେ ଗୋଟେ ପ୍ଲାନ୍, ଗୋଟେ ଡିଜାଇନ୍ ରହିବା ଦରକାର। ଏହା ଥିଲା ପ୍ରକୃତରେ ଏକ ଆସେମ୍ବଲି ଲାଇନ୍ ଭଳି। ପ୍ରଥମେ ଠିକ୍ ପଥର ବାଛିବା, ତାପରେ ତାକୁ ଏକ ମୂଳ ଆକାର ଦେବା, ତାପରେ ହାତଟି ପଥରରେ ଆଘାତ କରି ସେଥିରୁ ପତଳା ଅଂଶ ବାହାର କରିବା, ଆଉ ଶେଷରେ ସେହି ପତଳା ଅଂଶକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେବା। ଏହା ଗୋଟିଏ ପଦକ୍ଷେପର କାମ ନଥିଲା, ଏଥିରେ ଯୋଜନା ଆଉ ବିଚାରର ବହୁତ ଆବଶ୍ୟକତା ଥିଲା। ଆଉ ଗବେଷକମାନେ ଏଥିରୁ ଗୋଟିଏ ହିଁ ସିଦ୍ଧାନ୍ତରେ ପହଞ୍ଚିଛନ୍ତି, ମାନେ ସିଧା କଥା ହେଲା, ଏହା କେବଳ ହାତର କାମ ନଥିଲା, ଏହା ଥିଲା ମୁଣ୍ଡର କାମ, ଜଟିଳ ବୌଦ୍ଧିକ କ୍ଷମତାର ପ୍ରମାଣ। ଆମର ପୂର୍ବପୁରୁଷମାନେ ଭବିଷ୍ୟତ ବିଷୟରେ ଭାବୁଥିଲେ ଆଉ ସେଥିପାଇଁ ଯୋଜନା ବି କରୁଥିଲେ। ତେବେ ଉପକରଣ ତିଆରି କରିବା ତ ଗୋଟିଏ କଥା, କିନ୍ତୁ ମଣିଷ କେବେଠୁ କାହାଣୀ କହିବା ଆରମ୍ଭ କଲା, କେବେଠୁ ନିଜ ଭାବନାକୁ ପ୍ରକାଶ କଲା? ଏଇ ସୁରାଖ ପାଇଁ ଆମକୁ ଯିବାକୁ ହେବ ମଧ୍ୟପ୍ରଦେଶର ଭୀମବେଟକା ଗୁମ୍ଫାକୁ। ଭାବି ଦେଖନ୍ତୁ, ଭୀମବେଟକା ଗୋଟିଏ ବିରାଟ କ୍ୟାନଭାସ ପରି। ଆଉ ଏହି କ୍ୟାନଭାସ ଉପରେ 10,000 ବର୍ଷରୁ ବି ଅଧିକ ସମୟ ଧରି ଚିତ୍ର ଅଙ୍କାଯାଇଛି। ଗୋଟିଏ ପିଢ଼ି ପରେ ଆଉ ଗୋଟିଏ ପିଢ଼ି ସମସ୍ତେ ଆସିଛନ୍ତି ଆଉ ଏହି ପଥର କାନ୍ଥରେ ନିଜ ନିଜର କାହାଣୀ ଛାଡ଼ି ଯାଇଛନ୍ତି। ଏହା ପ୍ରକୃତିରେ ଏକ ଜୀବନ୍ତ ଇତିହାସର ପୁସ୍ତକ। ଆଉ ଏଇ ଚିତ୍ରଗୁଡ଼ିକୁ ଯଦି ଆମେ ଦେଖିବା, ତାହେଲେ ଗୋଟିଏ ବଡ଼ ପରିବର୍ତ୍ତନ ଆଖିରେ ପଡ଼େ। ଗୋଟିଏ ପଟେ ଅଛି ମଧ୍ୟପ୍ରସ୍ତର ଯୁଗର କଳା। ଏଠି ମୁଖ୍ୟ କଥା ହେଲା ବଞ୍ଚିବା, ଶିକାର କରିବା, ନାଚିବା, ପ୍ରକୃତି ସହ ରହିବା। କିନ୍ତୁ ଅନ୍ୟପଟେ ଐତିହାସିକ କାଳର ଚିତ୍ରଗୁଡ଼ିକ ଏକ ସଂଗଠିତ ସମାଜର କଥା କୁହେ। ଏଠି ଅଛନ୍ତି ଯୋଦ୍ଧା, ଧାର୍ମିକ ପ୍ରତୀକ ଆଉ ନୂଆ ନୂଆ ଟେକ୍ନୋଲୋଜି। ଏଇ ଚିତ୍ରଗୁଡ଼ିକ ପ୍ରକୃତରେ ମାନବ ସମାଜର ବିବର୍ତ୍ତନର କାହାଣୀ। ତେବେ ମୋଟାମୋଟି ଭାବେ ଏଇ ଚିତ୍ରଗୁଡ଼ିକ ଆମକୁ କ'ଣ କହୁଛେ? ଦେଖନ୍ତୁ, ଏଥିରୁ ଆମେ ସେମାନଙ୍କର ଶିକାର କରିବାର କୌଶଳ, ସେମାନଙ୍କର ସାମାଜିକ ଜୀବନ, ପରିବାର, ବିଶ୍ୱାସ, ଏପରିକି ସେମାନଙ୍କର ଆଖପାଖର ଜୀବଜନ୍ତୁଙ୍କ ବିଷୟରେ ବି ଜାଣିପାରୁଛେ। ଏଗୁଡ଼ିକ ଖାଲି ଚିତ୍ର ନୁହେଁ, ଏଗୁଡ଼ିକ ହେଉଛି ଇତିହାସର ଡାଟା। ସତ କହିବାକୁ ଗଲେ ଏଇଠି ହିଁ ସବୁକିଛି ବଦଳିଗଲା। ଏଇଠି ହିଁ ମଣିଷ କେବଳ ବଞ୍ଚିବା ପାଇଁ ସଂଘର୍ଷ କରିବା ଛାଡ଼ି ନିଜର ପରିଚୟ, ନିଜର କାହାଣୀ ଆଉ ନିଜର କଳାକୁ ନେଇ ବଞ୍ଚିବା ଆରମ୍ଭ କଲା। ବଞ୍ଚି ରହିବାଟା ସଂସ୍କୃତିରେ ପରିଣତ ହେଲା। ଆଉ ଏବେ ଆମ ଗୋଏନ୍ଦା କାହାଣୀର ଶେଷ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସୁରାକ। ଏଥିପାଇଁ ଆମକୁ ଯିବାକୁ ପଡ଼ିବ ମେହରଗଡ଼। ଏହା ଏମିତି ଏକ ବିପ୍ଳବର କାହାଣୀ ଯାହା ଆମ ସମସ୍ତଙ୍କ ଜୀବନକୁ ଆଜି ପର୍ଯ୍ୟନ୍ତ ପ୍ରଭାବିତ କରିଆସୁଛି। ଟିକେ କଳ୍ପନା କରନ୍ତୁ ତ, ଏମିତି ଏକ ଜୀବନ ଯେଉଁଠି ପ୍ରତିଦିନ ସକାଳୁ ଉଠିଲେ ଗୋଟିଏ ହିଁ ଚିନ୍ତା, ଆଜି ଖାଇବାକୁ କ'ଣ ମିଳିବ? କୌଣସି ସ୍ଥାୟୀ ଘର ନାହିଁ, କାଲି ପାଇଁ କିଛି ସଞ୍ଚୟ ନାହିଁ। ମେହରଗଡ଼ ପୂର୍ବରୁ ମଣିଷ ଜୀବନର ବାସ୍ତବତା ଠିକ୍ ଏମିତି ହିଁ ଥିଲା। କିନ୍ତୁ
ମେହେରଗଡ଼ରେ ସବୁକିଛି ବଦଳିଗଲା। ଲୋକମାନେ ପ୍ରଥମ ଥର ପାଇଁ ସ୍ଥାୟୀ ଘର ତିଆରି କଲେ। ସେମାନେ ଫସଲ ଉଗାଇବା ଶିଖିଲେ, ପଶୁପାଳନ କଲେ, ଏପରିକି ଭବିଷ୍ୟତ ପାଇଁ ଶସ୍ୟ ସାଇତି ରଖିବାକୁ ଶସ୍ୟାଗାର ବି ତିଆରି କଲେ। ଏହା ହିଁ ଥିଲା କୃଷି ବିପ୍ଳବ ଆଉ ସ୍ଥାୟୀ ସଭ୍ୟତାର ମୂଳଦୁଆ। କିନ୍ତୁ ଯେତେବେଳେ ଲୋକମାନେ ଏକାଠି ରହିବା ଆରମ୍ଭ କଲେ, କିଛି ନୂଆ ସମସ୍ୟା ବି ଦେଖାଦେଲା। ଆଉ ତା ସହିତ ଆସିଲା ଏକ ଆଶ୍ଚର୍ଯ୍ୟଜନକ ସମାଧାନ। ପ୍ରାୟ 9000 ବର୍ଷ ପୂର୍ବେ ମେହେରଗଡ଼ରେ ଏମିତି କିଛି ଘଟିଥିଲା ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ହଁ, ଦନ୍ତଚିକିତ୍ସା, ଡେଣ୍ଟିଷ୍ଟ୍ରି। ପ୍ରତ୍ନତତ୍ତ୍ୱବିଦ୍ମାନେ ଏଠାରେ ମିଳିଥିବା କିଛି କଙ୍କାଳର ଦାନ୍ତରେ ବହୁତ ସୂକ୍ଷ୍ମ ଛିଦ୍ର ଦେଖିବାକୁ ପାଇଛନ୍ତି। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ସେତେବେଳେ ଲୋକେ କେବଳ ବଞ୍ଚିବା ପାଇଁ ସଂଘର୍ଷ କରୁନଥିଲେ, ବରଂ ସ୍ୱାସ୍ଥ୍ୟ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମଧ୍ୟ ଚିନ୍ତା କରୁଥିଲେ। ଏହା ହିଁ ତ ଏକ ବିକଶିତ ସମାଜର ଲକ୍ଷଣ। ତେବେ ଆମେ 3ଟି ଜାଗା ବୁଲି ଆସିଲେ, ଇସାମପୁର, ଭୀମବେଟକା ଆଉ ମେହେରଗଡ଼। ଏ 3ଟି ସୁରାଖ ଆମକୁ ଆମ ନିଜ ବିଷୟରେ କ'ଣ କହୁଛି? ଏହି ପ୍ରାଚୀନ କାହାଣୀ ଆଜିର ଦୁନିଆ ସହିତ କେମିତି ଯୋଡ଼ି ହୋଇଛି? ଏହି ଟେବୁଲଟିକୁ ଦେଖିଲେ ପୂରା କଥାଟା ସ୍ପଷ୍ଟ ହୋଇଯିବ। ଦେଖନ୍ତୁ, ଇସାମପୁରରେ ଆମେ ଯୋଜନା କରିବା ଶିଖିଲୁ, ଯାହା ଆଜିର ସବୁ ଟେକ୍ନୋଲୋଜିର ମୂଳଦୁଆ। ଭୀମବେଟକାରେ ଆମେ ନିଜ ଭାବନାକୁ ପ୍ରକାଶ କରିବା ଶିଖିଲୁ, ଯାହା ଆମ ଭାଷା ଆଉ ସଂସ୍କୃତିର ମୂଳଦୁଆ। ଆଉ ଶେଷରେ ମେହେରଗଡ଼ରେ ଆମେ ଏକାଠି ରହି ସମାଜ ଗଢ଼ିବା ଶିଖିଲୁ, ଯାହା ଆଜିର ସହର ଆଉ ସଭ୍ୟତାର ମୂଳଦୁଆ। ମେହେରଗଡ଼ରେ ଯେଉଁ କୃଷି ବିପ୍ଳବ ଆରମ୍ଭ ହେଲା, ସେଇଟା ଆମକୁ ଖାଦ୍ୟ ସୁରକ୍ଷା ଦେଲା, ସ୍ଥାୟୀ ଜୀବନ ଦେଲା। ସତରେ ଏହା ଆମ ସଭ୍ୟତାର ସବୁଠୁ ବଡ଼ ଲମ୍ଫ ଥିଲା। କିନ୍ତୁ ପ୍ରତ୍ୟେକ ବଡ଼ ପରିବର୍ତ୍ତନର ଗୋଟିଏ ମୂଲ୍ୟ ଥାଏ, ଆଉ ଏହି ବିପ୍ଳବ ପାଇଁ ଆମକୁ ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ିଲା, ଯାହା ଆମେ ଆଜି ବି ଦେଇ ଚାଲିଛୁ। ଦେଖନ୍ତୁ, କୃଷି ଯୋଗୁଁ ଖାଦ୍ୟ ଯୋଗାଣ ବଢ଼ିଲା, ଆଉ ତା ସହିତ ଜନସଂଖ୍ୟା ବି। ଏତେ ଲୋକଙ୍କ ପାଇଁ ଅଧିକ ଜମି ଦରକାର ପଡ଼ିଲା, ତେଣୁ ଜଙ୍ଗଲ ସଫା ହେଲା। ଆଉ ଏହା ଥିଲା କେବଳ ଆରମ୍ଭ। ସେଇଦିନଠୁ ଆମେ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ଆଉ ମିଥେନ୍ ଭଳି ଗ୍ୟାସ୍ର ମାତ୍ରା ବଢ଼େଇ ଚାଲିଛୁ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଆମର ଆଜିର ସବୁଠାରୁ ବଡ଼ ସମସ୍ୟା ମାନେ ଜଳବାୟୁ ପରିବର୍ତ୍ତନ, ତାର ମୂଳ ହଜାର ହଜାର ବର୍ଷ ପୂର୍ବର ସେ ପ୍ରଥମ ଫସଲ ଭିତରେ ଲୁଚି ରହିଛି। ଆମ ପୂର୍ବପୁରୁଷମାନେ ଆମ ପାଇଁ ପଥରର ଉପକରଣ, ଗୁମ୍ଫା ଚିତ୍ର ଆଉ ମାଟି ଇଟାର ଘର ଛାଡ଼ି ଯାଇଛନ୍ତି। ସେମାନଙ୍କ କାହାଣୀ ଆମେ ଆଜି ଖୋଜି ବାହାର କରୁଛୁ। କିନ୍ତୁ ଟିକେ ଭାବନ୍ତୁ ତ, ଆଜିଠୁ ହଜାର ହଜାର ବର୍ଷ ପରେ ଭବିଷ୍ୟତର ଲୋକମାନେ ଯେତେବେଳେ ଆମର ସୁରାଖ ଖୋଜିବେ, ସେମାନଙ୍କୁ କ'ଣ ମିଳିବ? ଆମେ ସେମାନଙ୍କ ପାଇଁ କେଉଁ କାହାଣୀ ଛାଡ଼ି ଯାଉଛୁ?